जय जगन्नाथ दर्शक बंधु आसंतु ଏହି ଭିଡ଼ିଓରେ ଆମେ ମିଥୁନ ରାଶି ମାନଙ୍କ ପାଇଁ ଜୁଲାଇ ମାସଟି ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ଧନ ସମ୍ପତ୍ତି, व्यापार, ଚାକିରି ଏହି ବିଷୟକୁ ନେଇ କ'ଣ ରହିବ ସେ ବିଷୟରେ ଜାଣିବା। ତା ପୂର୍ବରୁ ଏହି ଚ୍ୟାନେଲର ସମସ୍ତ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ। ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଆସନ୍ତୁ ପ୍ରଥମେ ଧନ ସମ୍ପତ୍ତି ବିଷୟରେ ଜାଣିବା। ଦେଖନ୍ତୁ, ଜୁଲାଇ ମାସରେ ମିଥୁନ ରାଶିମାନେ ନୂତନ ଘର ତିଆରି କରିବେ। ଭୂ ସମ୍ପତ୍ତି ମଧ୍ୟ ମିଳିବାର ଯୋଗ ଅଛି। ବ୍ୟାଙ୍କରେ କୌଣସି ଲୋନ୍ ମିଳିବା ସହଜ ହେବ। ଏହା ସହିତ ଆପଣଙ୍କୁ ଶ୍ୱଶୁର ଘରୁ କିଛି ଧନ ମଧ୍ୟ ମିଳିବ। ଆପଣ ଏହି ମାସରେ ଧନ ସମ୍ପତ୍ତି ଖୁବ୍ ଅର୍ଜନ କରିବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣ ଏହି ମାସରେ ସୁସ୍ଥ ଅନୁଭବ କରିବେ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ତା ସହିତ ପୂର୍ବରୁ ଥିବା ଆଖି, କାନ ଏବଂ ମୂତ୍ରାଶୟ ଏରିଆ ସ୍ଥାନଟି ଏବଂ ଛାତି ଜଡ଼ିତ ରୋଗରୁ ମୁକ୍ତି ପାଇବେ। କିନ୍ତୁ ମାସର ଶେଷ ପର୍ଯ୍ୟାୟରେ ଛୋଟ ମୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଚାକିରିଆମାନଙ୍କ ପାଇଁ ଏହି ମାସରେ ସ୍ଥାନ ପରିବର୍ତ୍ତନର ଯୋଗ ଅଛି। ତେଣୁ ଯେଉଁମାନେ ଟ୍ରାନ୍ସଫର କରିବାକୁ ଇଚ୍ଛୁକ, ତାହେଲେ ଚେଷ୍ଟା କରନ୍ତୁ ଟ୍ରାନ୍ସଫର ପାଇଯିବେ। ଶିକ୍ଷାର୍ଥୀମାନେ ଏହି ମାସରେ ଉତ୍ତମ ଶିକ୍ଷକ ପାଇବେ ଏବଂ ଶିକ୍ଷକଙ୍କ ଦ୍ୱାରା ପଢ଼ାପଢ଼ିରେ ଉନ୍ନତି ଆସିବ। ଯେଉଁମାନେ ବ୍ୟାପାର କରୁଅଛନ୍ତି, ସେମାନେ କୌଣସି ଉଦ୍ୟୋଗ କାମ କରିବା ପାଇଁ ଋଣ ମଧ୍ୟ କରିପାରନ୍ତି ଏବଂ ଯେଉଁମାନେ ବ୍ୟାପାର କରିବା ପାଇଁ ଇଚ୍ଛୁକ, ସେମାନେ ମଧ୍ୟ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବେ। ପାରିବାରିକ କ୍ଷେତ୍ରରେ ନିଜ ସନ୍ତାନ, ଅଜା, ଆଈ ତଥା କୁଟୁମ୍ବମାନଙ୍କ ସହିତ ସମ୍ପର୍କଟି ଭଲ ରହିବ। କିନ୍ତୁ ପତି ପତ୍ନୀଙ୍କ ଭିତରେ ଟିକିଏ ଯୁକ୍ତିତର୍କ ଲାଗି ରହିବ। ଦୁଇ ଜଣ ନିଜ ନିଜ କଥାକୁ ନେଇ ଜିଦି ଧରିବେ। କିନ୍ତୁ ଅବିବାହିତମାନଙ୍କୁ ଖୁସି ଖବର, ସେମାନଙ୍କୁ ମାସର ଶେଷ ପର୍ଯ୍ୟାୟରେ କୌଣସି ସ୍ତ୍ରୀଟେ ମିଳିବାର ସୂଚନା ମିଳୁଛି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା, ତାହେଲେ ଭିଡ଼ିଓଟିକୁ ଗୋଟାଏ ଲାଇକ୍ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲର ସମସ୍ତ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।